এই মণ্ডলীর সাক্ষাৎরে তুম উপস্থিতিরে শুভ পবিত্র কার্য କରାଯିବ ଏଥିରେ ଆଶୀର୍ବାଦ କର সকল କାର୍ଯ୍ୟକୁ ଆଶୀର୍ବାଦ ସହିତ ପୂର୍ଣ୍ଣ ଯୀଶୁଙ୍କ ନାମରେ ମାଗିଲେ ଆମେନ୍। উপস্থিত বন্ধুবর্গ, আম্ভেମାନେ সর্বদর্শী প্রেমময় ঈশ্বরଙ୍କ ସାକ୍ଷାତରେ ଏବଂ ଏହି ଉପାସକଙ୍କ ବୃନ୍ଦ ସହିତ ଏହି ଯୁବକ ଓ ଯୁବତୀଙ୍କୁ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ କରିବାକୁ ଏକତ୍ର ହୋଇଅଛୁ। ବିବାହ ସର୍ବତ ସମାଜରେ ଗୌରବାନ୍ୱିତ ଓ ଆଦରଣୀୟ ବିଷୟ ଅଟେ। ସାଧୁକାଳର ଗୌରବନୀୟଙ୍କ ସମ୍ମିଳନୀକୁ ଖ୍ରୀଷ୍ଟ ଓ ମଣ୍ଡଳୀର ନିଗୁଣ ସମ୍ମିଳନୀର ନିଦର୍ଶନ ବୋଲି ପ୍ରକାଶ କରିଛନ୍ତି। ମନୁଷ୍ୟର ପବିତ୍ର ଅବସ୍ଥାରେ ପ୍ରେମମୟ ଈଶ୍ୱର ସ୍ୱୟଂ ଏହି ବିଧି ସ୍ଥାପନ କରି ଏବଂ ଆମଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଶିଷ୍ୟମାନଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରି ନିଜର ଉପସ୍ଥିତି ଦ୍ୱାରା ଏହା ପୂର୍ଣ୍ଣ ଅବସ୍ଥାକୁ ସୁସଂହିତ ଓ ପବିତ୍ର କରିଅଛନ୍ତି। ଅତଃ ଈଶ୍ୱରଙ୍କ ପ୍ରତି ପ୍ରଗାଢ଼ ଭକ୍ତି ସହିତ ବିବେକର ସିଦ୍ଧାନ୍ତ ମତେ ଓ ପ୍ରାର୍ଥନା ପୂର୍ବକ ଏହି ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରବୃତ୍ତ ହେବା କର୍ତ୍ତବ୍ୟ। ସୁଖରେ ବା ଦୁଃଖରେ, ସୁଦଶାରେ ବା ଦୁର୍ଦଶାରେ ଯେପରି ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ସାହାଯ୍ୟ ସାନ୍ତ୍ୱନା ଲାଭ କରିପାରନ୍ତି, ଏଥିପାଇଁ ଏହି ବିଧି ସ୍ଥାପିତ ହୋଇଅଛି। ଏହି ବିଧାନ ଅଧିକ ପବିତ୍ର ଓ ଗୁରୁତ୍ୱ ଦାୟିତ୍ୱପୂର୍ଣ୍ଣ। ଅତଃ ଏହା ସର୍ବତ ଭାବରେ ନିର୍ଦ୍ଦୋଷ ଓ ନିଷ୍କଳଙ୍କ ରୂପେ ରକ୍ଷା କରିବା ଆବଶ୍ୟକ। ବିବାହର ପବିତ୍ର ଅବସ୍ଥାରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ଏହି ଯୁବକ ଯୁବତୀ ବର୍ତ୍ତମାନ ଏହି ସ୍ଥାନରେ ଉପସ୍ଥିତ ହୋଇଛନ୍ତି। ଅତଃ ଏମାନଙ୍କର ବିଧିମତେ ବିବାହ ହେବା ବିରୁଦ୍ଧରେ ଯେବେ କାହାର କୌଣସି ଉପଯୁକ୍ତ ପୁଣି ନ୍ୟାୟସଙ୍ଗତ କାରଣ ଥାଏ, ତେବେ ସେ ତାହା ବର୍ତ୍ତମାନ ପ୍ରକାଶ କରନ୍ତୁ, ନଚେତ୍ ଏହାପରେ ଚିରକାଳ ନୀରବ ରୁହନ୍ତୁ। ଏହି ବିବାହରେ ଯଦି କାହାର କିଛି ପ୍ରତିବନ୍ଧକର କାରଣ ଅଛି, ତେବେ ବର୍ତ୍ତମାନ ପ୍ରକାଶ କରନ୍ତୁ। କିଛି ନାହିଁ, ବରକନ୍ୟାକୁ ସର୍ବପ୍ରଥମ ଏହି ସମୟରେ ବରକନ୍ୟା ଛିଡ଼ା ହେବେ। ସର୍ବନ୍ତର୍ଯାମୀ ଈଶ୍ୱରଙ୍କ ସାକ୍ଷାତରେ ମୁଁ ତୁମମାନଙ୍କୁ ପଚାରୁଅଛି, ତୁମ୍ଭେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହେବା ବିଷୟରେ ଯଦି କୌଣସି ଉପଯୁକ୍ତ ନ୍ୟାୟସଙ୍ଗତ ପ୍ରତିବନ୍ଧକ କାରଣ ଜାଣ, ତେବେ ବର୍ତ୍ତମାନ ତାହା ପ୍ରକାଶ କର। ବିବାହ ଜୀବନ କିଛି ଆପତ୍ତି ଅଛି? ଝିଅ ତମର କିଛି ଆପତ୍ତି ଅଛି? ମୁଁ ହିମାଂଶୁ ଭୂଷଣ ପାଲ ପ୍ରତିଜ୍ଞା କରି କହୁଛି ଯେ ଆଇସ୍କ୍ରିମ ତିନିମା ପାଣିଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ବିଷୟରେ ମୁଁ କୌଣସି ପ୍ରତିବନ୍ଧକର କାରଣ ଜାଣେ ନାହିଁ। ମୁଁ ରିନିମା ପାଇଁ ପ୍ରତିଜ୍ଞା କରି କହୁଛି ଯେ ଆୟୁଷ୍ମାନ ହିମାଂଶୁ ବାକ୍ୟ ସହିତ ପରିଣୟ ସୂତ୍ରରେ ଆବଦ୍ଧ ବିଷୟରେ ମୁଁ କୌଣସି ପ୍ରତିବନ୍ଧକର ବିଷୟ ଜାଣେ ନାହିଁ। आयुष्मान हिमांशु भूषण तुम्हें कि विवाह पवित्र समुद्रे ईश्वर मंगल
ରୀଣିମା ପାଣିକୁ ନିଜର ବିବାହିତା ଭାର୍ଯ୍ୟାସ୍ଥ ରୂପେ ଗ୍ରହଣ କରିବ। ତୁମ୍ଭେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ ସମାଦର ସାନ୍ତ୍ୱନା ଓ ପ୍ରତିପାଳନ କରିବ। ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ତ୍ରୀଙ୍କ ଠାରେ ଆବଦ୍ଧ ରହି ବିଶୁଦ୍ଧ ଓ ପବିତ୍ର ପ୍ରାଣରେ ଏହାଙ୍କ ସହିତ ବାସ କରିବ। ଆୟୁଷ୍ମାନ ରୀଣିମା ପାଣି ତୁମ୍ଭେ କି ବିବାହର ପବିତ୍ର ଅବସ୍ଥାରେ ଈଶ୍ୱରଙ୍କ ମଙ୍ଗଳମୟ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଆୟୁଷ୍ମାନ ହିମାଂଶୁ ଭୂଷଣ ବାଗଙ୍କ ସହିତ ବିବାହର ସ୍ୱାମୀ ଭାବରେ ଗ୍ରହଣ କରିବ। ତୁମ୍ଭେ କି ସର୍ବାବସ୍ଥାରେ ଏହାଙ୍କ ସହିତ ପ୍ରେମ ସମାଦର ସାନ୍ତ୍ୱନା ଓ ପ୍ରତିପାଳନ କରିବ। ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ୱାମୀଙ୍କ ଠାରେ ଆବଦ୍ଧ ରହି ବିଶୁଦ୍ଧ ପବିତ୍ର ପ୍ରାଣସୂତ୍ରରେ ବାସ କରିବ। ଝିଅକୁ ଏହି କଥା ସ୍ୱୀକାର କରିଥିବାରୁ ଆମେ କରିବା କିଏ ସମର୍ପଣ କରିବ ଅନ୍ୟକୁ ଅଭିଭାବକ ଆସି ସମର୍ପଣ କରିବ। এই সময় আমাদের অভিভাবকরা হিমাংশু ভূষণ বাগ সর্বশক্তিমান সর্বদর্শী ঈশ্বরଙ୍କ ସ୍ୱରୂପରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଅର୍ଥାତ୍ ଆୟୁଷ୍ମତୀ ରୀଣିମା ପାଣିକୁ ମୋର ବିବାହିତା ଭାର୍ଯ୍ୟାସ୍ଥ ରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସୁଦଶାରେ ବା ଦୁର୍ଦଶାରେ ସମାଦର ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ବିଶ୍ୱାସ ସହକାରେ ପୂର୍ବକ ମୋର ବାକ୍ୟ ଦାନ କରୁଅଛି। ପ୍ରଭୁ ମୋର ସହାୟ ବନ୍ଧୁ ମୋର ହୃଦୟ ଆମମାନଙ୍କ ଉଭୟଙ୍କ ସମ୍ମିଳିତ ଏହି ସମବେତ ମଣ୍ଡଳୀ ସାକ୍ଷାତରେ ମୁଁ ଆୟୁଷ୍ମତୀ ରୀଣିମା ପାଣି ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ତୁମ୍ଭଙ୍କୁ ଆୟୁଷ୍ମାନ ହିମାଂଶୁ ମୋର
ବା ବିପଦରେ, ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଏହି ପ୍ରତିଜ୍ଞା ରକ୍ଷାର୍ଥେ ମୁଁ ବିଶ୍ୱାସ ସହକାରେ ହସ୍ତ ପ୍ରଦାନ ପୂର୍ବକ ତୁମ୍ଭଙ୍କୁ ମନର ବାକ୍ୟ ଦାନ କରୁଅଛି। ପ୍ରଭୁ ମନର ସହାୟ କରନ୍ତୁ। ମୋର ହୃଦୟ ତୁମ୍ଭର ହେଉ, ତୁମ୍ଭର ହୃଦୟ ମୋର ହେଉ। ପୁଣି ଆମ୍ଭେମାନଙ୍କର ଉଭୟଙ୍କ ସମ୍ମିଳିତ ହୃଦୟ ଈଶ୍ୱରଙ୍କ ହେଉ। ଏ ସମୟରେ ଯଦି ମୁଦ୍ରିତ ଅଛି ମୁଦ୍ରିତ ଆଣିବେ। ବିବାହର ଚିହ୍ନ ସ୍ୱରୂପେ ମୁଦ୍ରିକା ପ୍ରଦାନ କରି ସେମାନେ ପରସ୍ପରକୁ ସ୍ୱୀକୃତି ପ୍ରଦାନ କରିବେ। এই ବିବାହର ଚିହ୍ନ ନିମନ୍ତେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ ଉଭୟ ମଣ୍ଡଳୀ ସାକ୍ଷାତରେ ତୁମ ସମ୍ମୁଖରେ ବରକନ୍ୟା ଶପଥ ପାଠ କରି ବିବାହର ଚିହ୍ନ ଆଦାନ ପ୍ରଦାନ କରିବେ। ଇତିମଧ୍ୟରେ ତୁମ ଆଶୀର୍ବାଦ ଅନୁଗ୍ରହ ମଙ୍ଗଳ ପ୍ରଦାନ କର। ଯୀଶୁଙ୍କ ନାମରେ ଗ୍ରହଣ କରିଥିବାରୁ ତହିଁର ଚିହ୍ନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ମୋର ବିବାହିତା ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ତାହାର ଚିହ୍ନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଛି। କାଲି ଟ୍ରାଏ କଲି ଯେ ହେଇନି ତ ମୋର ଉଠିବ। ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ସେମାନଙ୍କୁ ଭିନ୍ନ ନ କରୁ। ଏହି ଦୁଇ ଜଣ ଅର୍ଥାତ୍ ଆୟୁଷ୍ମାନ ହିମାଂଶୁ ଭୂଷଣ ବାଗ ଏବଂ ଆୟୁଷ୍ମତୀ ରିନିମା ପାଣି ପବିତ୍ର ପ୍ରଣୟନ ସୂତ୍ରରେ ଆବଦ୍ଧ ହେବା ବିଷୟରେ ଏହି ସଭା ସାକ୍ଷାତ କରେ ଏବଂ ଈଶ୍ୱରଙ୍କ ସମ୍ମୁଖରେ ସ୍ୱୀକୃତି ପାଇଅଛନ୍ତି। ପୁଣି ପରସ୍ପରକୁ ହସ୍ତ ଧରି ଏବଂ ବିବାହ ବିଧାନ ଦେଇ ଓ ତାହା ଗ୍ରହଣ କରି ନିଜ ନିଜର ସମ୍ମତି ପ୍ରକାଶ କରିଅଛନ୍ତି। ଅତଏବ ମୁଁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ପୁଣି ରାଷ୍ଟ୍ରୀୟ ବିଧି ଅନୁସାରେ ଏମାନଙ୍କୁ ସର୍ବ ସମ୍ମୁଖରେ ସ୍ୱାମୀ ଓ ଭାର୍ଯ୍ୟା ବୋଲି ସ୍ୱୀକାର ଓ ପ୍ରକାଶ କରୁଅଛି। ବର କନ୍ୟାକୁ ସେ
ପିନ୍ଧେଇକି ଭାସ୍କର ମାଳା ପିନ୍ଧେଇକି ସମ୍ମାନିତ କଲା ବେଳେ ଆମମାନେ ତାଙ୍କ ପ୍ରତି କରତାଳିତ